पालिया केमती मरिबे से पालिया केमती मरिबे गोटे गोटे घरे देखिबे एमिति माँ नारी अछंती ताको स्वामी कहले से खाइबेनी यार स्त्री तो या ये कहले खाइबनी या सान भाई जदि कहबो भाउज आस खाइबो से खाइबो सेता भीतर कहूँ पालिया केमती मरिबे से ईश्वर पका हाँ मु स्वर पकेबी राति के 600 नबू पाइबन तो हम केमती हे हरि कालियो विष धर गंजन प्रभु कहीं आपण मते कपट करुचंती आ गोटे पद गाइबी कटक जिलार गायक सम्राट वैष्णव प्रधान कर लेखा कहला प्रभु ये मुनि जन बंदन त्रैल कपालन सन दिन बंधु आरतना सन दिन बंधु मुनि जन हे प्रभु मुनि जन मानकर बंदन हे कल्याण कल्पद्रुम सारा विलंब करिबिनी जेतेबेले विश्व चिंतामणि भगवान पदार्थ आत्मसमर्पण करिसंती अक्रूर मौसा प्रथमे जो रूप देखा देइथिले अक्रूर को रथरे आज्ञा से मोर लक्ष्य विषय धारा अलगा मु कालिय दलन कर आप ठीक कहते जिते अक्रूर नदी भितर गाधे गला से कृष्ण को देखुं कौन बुझुंट मोर लक्ष्यटी कृष्ण नारायण सत्यनारायण हेबे कि ना केवल आपण मु बुली 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 एत बाट आई आपण जो पदे कहीदेले दिन कृष्ण गाओ से गला मोर विषय धारा कृष्ण नारायण सत्यनारायण हेबे तेणु करी पंडित जेतबेले अक्रूर देखी देइचंती कांगू रथरे भगवान कृष्ण कहले कान्हा तोर अति प्रिय ये
ଧୀରେ ଧୀରେ ଇଏ ଗୋପାଙ୍ଗନା ମାନଙ୍କୁ ତୁ ହିଁ କହିଲେ ସେ ଉଠି ସାର ମାନ ଟିକେ ବିଚାର କରନ୍ତୁ। ଅକ୍ରୁରଙ୍କ କଥାରେ ବିଶ୍ୱ ଚିନ୍ତାମଣି ଭଗବାନ ଧୀରେ 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 ରଥରୁ ଓହ୍ଲେଇଲେ। ଆଜ୍ଞା ଆଜ୍ଞା ଶୋଇଛନ୍ତି କିଏ? ଗୋପାଙ୍ଗନା ମାନେ। ମୁଁ ପୁଣି ଫେରି ଆଇଲି ସେ କୃଷ୍ଣ ଗୋପାଙ୍ଗନା ମାନଙ୍କୁ, କାରଣ ଅକ୍ରୁର କହିଲେ ସେ ଶୁଣିବେନି। ଗୋଟେ ଗୋଟେ ଘରେ ଦେଖିବେ ଏମିତି ମା ନାରୀ ଅଛନ୍ତି ତାଙ୍କ ସ୍ୱାମୀ କହିଲେ ସେ ଖାଇବେନି। ୟାର ସ୍ତ୍ରୀ ତ ଇଏ କହିଲେ ଖାଇବନି। ୟା ସାନ ଭାଇ ଯଦି କହିବ ଭାଉଜ ଆସ ଖାଇବ, ସେ ଖାଇବ। ସାରେ ମୁଁ ଯାଇ ଡାକିଲି ସେ ଖାଇଲା, କିନ୍ତୁ ଆ କଥାରେ ପାଟି କନା ସେ ଶୋଇଛି କିଛି କହୁନି ବୁଝିଲ। ଅକ୍ରୁର ଭଗବାନଙ୍କ କଥା ଶୁଣି ଅକ୍ରୁର କଥା ଶୁଣି ଭଗବାନ କୃଷ୍ଣ କହିଲେ କବି ହେଲେ ଭକ୍ତ ଚରଣ, ଏଇ ଖୋର୍ଦ୍ଧା ଜିଲ୍ଲା, ବହି ହଉଛି ମଥୁରା ମଙ୍ଗଳ। କହିଲା କୃଷ୍ଣ କହନ୍ତି ଶୁଣ ଚାହିଁଲେ ବି ବୋଲିବି। କୃଷ୍ଣ କହନ୍ତି ଶୁଣ ବରଜବଧୁ, ହବ ନାଇଁ କି? କିନ୍ତୁ ପାଲାର ଜମକଟା ରହିବ କି? ସେ ତା ଭିତରେ କହୁଛି ପାଳିଆ କେମିତି ମରିବେ ସେଇ ସ୍ୱର ପକା। ହଉ ମୁଁ ଏଇ ସ୍ୱର ପକେଇବି। ରାତିକେ 600 ନବୁ ଆଉ ପାଇବନି ତ ହବ କେମିତି? କୃଷ୍ଣ କହନ୍ତି କୃଷ୍ଣ କହୁଛନ୍ତି ହେ ବ୍ରଜପୁରର ବ୍ରଜାଙ୍ଗନା ମାନେ ଉଠ, କାହିଁକି ଶୋଇଛ ଶୁଣ। କଇଁ ଫୁଲ ଯେମିତି ଚନ୍ଦ୍ରକୁ ତ୍ୟାଗ କରିପାରେ ନା, ଚନ୍ଦ୍ର କଇଁକି ତ୍ୟାଗ କରିପାରେ ନା। ଇଏ ଗୋପ ପୁଷ୍କରଣୀରେ ତୁମେ ମାନେ ସମସ୍ତେ ଗୋପାଙ୍ଗନା ମାନେ କୁମୁଦୁନି, ମୁଁ ତୁମର କୃଷ୍ଣ ଚନ୍ଦ୍ର। ଏ ଗୋପାଙ୍ଗନା ମୁଁ ଥିଲି କାହିଁକି? ଆରେ ଗୋପାଙ୍ଗନା ଶୁଣ, ମୁଁ ଥିଲି ସତ୍ୟ ଯୁଗରେ ନୃସିଂହ ଚନ୍ଦ୍ର, ତ୍ରେତା ଯୁଗରେ ଥିଲି ରାମଚନ୍ଦ୍ର, କୃଷ୍ଣଚନ୍ଦ୍ର, ମୁଁ କଳି ଯୁଗରେ ପୁଣି ହେବି ଗୌରଚନ୍ଦ୍ର। ଆଉ ଗୋଟେ ଦିନ ଦ୍ୱିତୀୟ ଥାକରେ କହିବି କୃଷ୍ଣ କାହିଁକି ଗୌରଚନ୍ଦ୍ର ହେଲେ କଳି ଯୁଗରେ, କାହା ପାଇଁ ହେଲେ। ସେଇ ଗୋଟେ ଗୋପାଳ ଘରର ବୋହୂ ପାଇଁ ମୁଁ ଆପଣ ମାନଙ୍କୁ ପରବର୍ତ୍ତୀ ସମୟରେ କହିବି। କହିଲେ ଇଏ ତୁମେ ମୋର ଜୀବନ, ମୁଁ ତୁମର ଜୀବନ। ମୁଁ କଣ ସବୁଦିନେ ପାଇଁ ମାମୁଁ ଘରକୁ ଯାଉଛି?